ଦେଇ ହଁ କ'ଣ କରୁଛୁ ଖାଇବାକୁ? କିଛି ତ କଣ ନାହିଁ ସାରୁ ପତ୍ର ଆଣି ଭର୍ତ୍ତା କରିଦେବି ଖାଇବୁ ର ପଖାଳ। ସାରୁ ପତ୍ର ଭର୍ତ୍ତା କରିବୁ? ଚାଲ ଚାଲ ଭୋକ ଲାଗିଲାଣି ଜଲ୍ଦି। ନମସ୍କାର ସାଙ୍ଗମାନେ, ଆଜିର ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ ସାଙ୍ଗମାନେ, ଆଜି ଦେଇ ବନେଇବ ସାରୁ ପତ୍ରରେ ଭର୍ତ୍ତା ଆଉ ଆମେ ଖାଇବା ପଖାଳ। ଦେଇ କିଛି ସାରୁ ପତ୍ର ତୋଳି ଆଣିଲା ବାଡ଼ିରୁ। ଆମର ଏ ସବୁ ଲଗା ହେଇଛି, ୟାକୁ ସବୁ ସାର ଦିଆହେବ, ବିଷ ଦିଆହେବ, ତାପରେ ଏ ସାରୁ ଫଳିବ। ସାଙ୍ଗମାନେ ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ, ଇଆଡ଼ୁ ସିଆଡ଼ୁ ସାରପତ୍ର ଆଣି ଖାଇବେ ନାହିଁ, କାହିଁକିନା ବଣୁଆ ସାରୁ ବହୁତ ଅଛି, ଖାଇଲା ମାନେ ଫୁଡ୍ ପଏଜନ୍ ହେଇଯିବ। ତେଣୁ ଯେଉଁ ସାରୁ ଆପଣ ଲଗେଇଥିବେ, ବିଷ ସାର ଦେଇଥିବେ, ସେଇ ସାରୁ ପତ୍ର ଆଣି ଖାଇବେ। ଆଉ ବାକି ଯେଉଁ ବଣରେ ଯେଉଁ ସାରୁ ହେଇଛି ସେଇ ସାରୁ ପତ୍ର କେବେ ବି ଖାଇବେ ନାହିଁ। ଦେଖନ୍ତୁ ଏମିତି ଦେଇକି ସାରୁ ପତ୍ର ଆଣିକି ସେଇ ସାରୁ ପତ୍ରକୁ ପୁରା ଚୁନ ଚୁନ କରି କାଟିଦେଲା। କାଟି ସାରିଲା ପରେ ତାପରେ ଏବେ ତିଆରି ହେବ ସାରୁ ପତ୍ରର ଭର୍ତ୍ତା। ଦେଖିବା କେମିତି ହେଉଛି ସାରୁ ପତ୍ରର ଭର୍ତ୍ତା। ମୁଁ ବି ଆଜି ପ୍ରଥମ ଥର ଖାଇବି ସାରୁ ପତ୍ର ଭର୍ତ୍ତା। ମୁଁ କେବେ ବି ଖାଇନଥିଲି ଆଗରୁ। ଦେଖିବା ଆଜି କେମିତି ଦେଇ ତିଆରି କରୁଛି। ଏବେ କଟାକଟି ସରିଗଲା, ଦେଇ ଚୁଲି ଲଗେଇଲା। ଦେଖନ୍ତୁ ଆମର ଚୁଲି ଲଗାଯାଏ ଏମିତି ଜରିରେ, କିଛି ଜରି ଆଣିକି ଦେଇ ତାର ଚୁଲି ଲଗେଇଲା। ତାପରେ ଟିକେ ସୋରିଷ ତେଲ ପକେଇଲା, ତାପରେ ଶୁଖିଲା ଲଙ୍କା, ତାପରେ ସୋରିଷ, ତାପରେ ପିଆଜ ଏମିତି ପକେଇକି କିଛି ସମୟ ତାକୁ ଭାଜିଲା। କିଛି ସମୟ ଏମିତି ଭାଜିଲା ପରେ ଯେତେବେଳେ ବ୍ରାଉନ୍ କଲର୍ ହେଇଗଲା, ତାକୁ ଦେଇ ତାକୁ ଗୋଟେ ତାଟିଆକୁ ଖୋଲିଦେଲା। ପୁଣି ସେଇ ସାରୁ ପତ୍ରକୁ ସେଇ ତେଲରେ ଦେଇ ସିଝେଇଲା। ଏମିତି କିଛି ସମୟ ସିଝିବା ପରେ ତାପରେ କଞ୍ଚା ଲଙ୍କା, ରସୁଣ ଦେଇକି ତାକୁ ଟିକେ ଘୋଡ଼େଇ ଦେଲା। ତାପରେ କିଛି ସମୟ ପରେ ସେଇଟା କାଢ଼ିଲା। ତାପରେ ସେ ଯେଉଁ ଆଗରୁ ଭଜା ହେଇ ରହିଥିବା ପିଆଜକୁ ପକେଇକି ତାପରେ ଏମିତି ପଘାରିଲା ଟାଇପ୍ର ଟିକେ ପଘାରି ଦେଲା। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ଦେଖାଯାଉଛି। ଏବେ ଆମେ ଖାଇବା ପଖାଳ। ଦେଖିବା ସାରୁ ଭର୍ତ୍ତା ପଖାଳ କେମିତି ଲାଗୁଛି। ପ୍ରଥମ ଥର ପାଇଁ ମୁଁ ଜୀବନରେ ସାରୁ ପତ୍ର ଭର୍ତ୍ତା ଖାଇବାକୁ ଯାଉଛି। ଦେଖିବା କେମିତି ଟେଷ୍ଟ ଲାଗୁଛି। ସାଙ୍ଗମାନେ ବହୁତ ବଢ଼ିଆ ଟେଷ୍ଟ ଲାଗୁଛି। ମୁଁ କେବେ ଭାବିନଥିଲି ସାରୁ ପତ୍ରର ଭର୍ତ୍ତା ଏତେ ସୁନ୍ଦର ଲାଗେ ବୋଲି। ଆଜି ଫାଷ୍ଟ ଟାଇମ୍ ଖାଇଲି, କିନ୍ତୁ ବହୁତ ଭଲ ଲାଗୁଛି। ପଖାଳ ସାଙ୍ଗରେ ଏକଦମ ବେଷ୍ଟ ଆଇଟମ୍। ଯଦି କେହି ଏମିତି ଖାଇଛନ୍ତି ଟିକେ କମେଣ୍ଟ କରି କହିବେ ନା। ଠିକ୍ ଅଛି ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେ ନାହିଁ। ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।